ଏବେ ଆସିଲା ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଖୁସି ଖବର। ଏଣିକି ବୃଦ୍ଧା ଅବସ୍ଥାରେ ଚାଷୀଙ୍କୁ ମିଳିବ ମାସିକ 3000 ପେନ୍ସନ୍। ଆଜି ହିଁ ଏହି ଯୋଜନାରେ କରନ୍ତୁ ପଞ୍ଜୀକରଣ। ତେବେ କେମିତି କରିବେ ପଞ୍ଜୀକରଣ, କ'ଣ ରହିଛି ଅପଡେଟ୍, ଚାଲନ୍ତୁ ଭିଡ଼ିଓରେ ପୁରା ଡିଟେଲ୍ସରେ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ପୁରା ଡିଟେଲ୍ସରେ ଜାଣିପାରିବେ। ତା ସହିତ ଚ୍ୟାନେଲରେ ନୂଆ କରି ଭିଜିଟ୍ କରିଥିଲେ ଭିଡ଼ିଓଟିକୁ ଲାଇକ୍ କରିନେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିକି ପାଖରେ ଥିବା ଘଣ୍ଟି ଚିହ୍ନକୁ ଅଲ୍ରେ ସିଲେକ୍ଟ କରିକି ରଖିବେ, ଯାହାକି ଆମର ପ୍ରତ୍ୟେକଟି ଭିଡ଼ିଓର ନୋଟିଫିକେସନ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଜାଣି ରଖନ୍ତୁ ଦର୍ଶକ ବନ୍ଧୁ ଆମର ଚାଷୀ ଭାଇ ଭଉଣୀ ମାନେ ଜୀବନ ସାରା ବିଲରେ ଝାଳ ବୁହାଉଛନ୍ତି ଏବଂ ଅବସର ପରେ ସେମାନଙ୍କ ସମୟରେ ଆର୍ଥିକ ଅଭାବ ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ସ୍କିମ୍ ବିଶେଷ କରି ସେହି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଯାହାଙ୍କ ପାଖରେ ଆୟର ଅନ୍ୟ କୌଣସି ସ୍ଥାୟୀ ମାଧ୍ୟମ ନାହିଁ। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଏହି ଯୋଜନାର ସବୁଠାରୁ ବଡ଼ ଲାଭ ହେଉଛି ଯେ ଏହା ଆପଣମାନଙ୍କୁ ବୃଦ୍ଧା ଅବସ୍ଥାରେ କାହା ଆଗରେ ହାତ ପାତିବାରୁ ରକ୍ଷା କରେ ଏବଂ ଏକ ସମ୍ମାନଜନକ ଜୀବନ ଜୀଇଁବାର ଭରସା ଦିଏ। କେବଳ ଏକ ଛୋଟ ଅବଦାନ ଦେଇ ଆପଣ ନିଜ ଭବିଷ୍ୟତକୁ ଟେନସନ୍ ମୁକ୍ତ କରିପାରିବେ। ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏହି ସ୍କିମ୍ ଚାଷୀମାନଙ୍କ ପାଇଁ ଏକ ଶକ୍ତିଶାଳୀ ସୁରକ୍ଷା କବଚ ଭଳି କାମ କରୁଛି। ଜାଣନ୍ତୁ ଏଥିରେ କିପରି କରିପାରିବେ ଆବେଦନ। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଏଥିରେ କେତେ ପେନ୍ସନ୍ ମିଳିବ। ଏହି ଯୋଜନା ଅଧୀନରେ ଯେତେବେଳେ ଆପଣଙ୍କ ବୟସ 60 ବର୍ଷ ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ସରକାରଙ୍କ ତରଫରୁ ଆପଣମାନଙ୍କୁ ପ୍ରତି ମାସରେ 3000 ଟଙ୍କା ନିଶ୍ଚିତ ପେନ୍ସନ୍ ଦିଆଯିବ। ଏହାର ଅର୍ଥ ହେଉଛି ଆପଣମାନଙ୍କୁ ବାର୍ଷିକ 36000 ଟଙ୍କା ସହାୟତା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାରେ ମିଳିବ। ସବୁଠାରୁ ଭଲ କଥା ହେଉଛି ଆପଣ ନିଜ ତରଫରୁ ପ୍ରତି ମାସରେ ଯେମିତିକି ଟଙ୍କା ଜମା କରିବେ, ସେମିତି ଟଙ୍କା ସରକାର ମଧ୍ୟ ଆପଣଙ୍କ ପେନ୍ସନ୍ ଖାତାରେ ଜମା କରିବେ। ଏହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଯଦି କୌଣସି କାରଣରୁ ଚାଷୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପତ୍ନୀକୁ 50% ପେନ୍ସନ୍ ଅର୍ଥାତ୍ ମାସିକ 15000 ଟଙ୍କା ମିଳିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହି ଅର୍ଥ ହୁଏତ ଛୋଟ ଲାଗିପାରେ, କିନ୍ତୁ ବୃଦ୍ଧା ଅବସ୍ଥାରେ ଔଷଧ ଏବଂ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ପାଇଁ ଏହା ଏକ ବଡ଼ ସହାୟକ ହୋଇଥାଏ। 60 ବର୍ଷ ବୟସ ପରେ ପ୍ରତି ମାସରେ 3000 ଟଙ୍କା ସିଧାସଳଖ ଖାତାକୁ ଟ୍ରାନ୍ସଫର କରାଯାଇଥାଏ। ସେହିପରି ହିତାଧିକାରୀଙ୍କ ମୃତ୍ୟୁ ପରେ ଜୀବନସାଥୀଙ୍କୁ ଫ୍ୟାମିଲି ପେନ୍ସନ୍ ଭାବରେ ଅଧା ରାଶି ମିଳୁଥିବ। ପେନ୍ସନ୍ର ଏହି ରାଶି ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଆସିଥାଏ, ଯାହାଫଳରେ ମଧ୍ୟସ୍ଥିଙ୍କ ଭୟ ରହେ ନାହିଁ। ତେବେ ଦର୍ଶକ ବନ୍ଧୁ ଜାଣି ରଖନ୍ତୁ, ଏଥିରେ କିଏ କରିପାରିବେ ଆବେଦନ। ଏହି ଯୋଜନାର ଲାଭ ସମସ୍ତେ ନେଇପାରିବେ ନାହିଁ, ଏଥିପାଇଁ କିଛି ଜରୁରୀ ସର୍ତ୍ତ ରଖାଯାଇଛି। ଏଥିରେ ଆବେଦନ କରିବା ପାଇଁ ଚାଷୀଙ୍କୁ ବୟସ 18ରୁ 40 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସାଥିରେ ଆବେଦନକାରୀଙ୍କ ପାଖରେ 2 ହେକ୍ଟର କିମ୍ବା ତାଠାରୁ କମ୍ ଚାଷଯୋଗ୍ୟ ଜମି ଥିବା ଦରକାର। ଯଦି ଆପଣଙ୍କର ପୂର୍ବରୁ କୌଣସି ଅନ୍ୟ ସରକାରୀ ପେନ୍ସନ୍ ସ୍କିମ୍ ଯେମିତିକି ଇପିଏଫ୍ଓ କିମ୍ବା ଇଏସ୍ଆଇସିର ଅଂଶବିଶେଷ, ତେବେ ଆପଣ ଏଥିପାଇଁ ଯୋଗ୍ୟ ହେବେ ନାହିଁ। ଏହି ଯୋଜନା ମୁଖ୍ୟତଃ ସେହି ଚାଷୀଙ୍କ ପାଇଁ ଯେଉଁମାନେ ଆର୍ଥିକ ରୂପରୁ ଦୁର୍ବଳ ଏବଂ ଯାହାଙ୍କ ପାଖରେ ଭବିଷ୍ୟତ ପାଇଁ କୌଣସି ସେଭିଂ ପ୍ଲାନ୍ ନାହିଁ। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ବୟସ ଅନୁସାରେ ଆପଣମାନଙ୍କୁ ପ୍ରତି ମାସରେ 55 ଟଙ୍କାରୁ ନେଇ 2000 ଟଙ୍କା ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡ଼ିଥାଏ। ଏହା ଏକ ଅତି ସାମାନ୍ୟ ନିବେଶ। 18ରୁ 40 ବର୍ଷ ବୟସର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଏହି ଯୋଜନା ପାଇଁ ପାତ୍ର। ଆବେଦନକାରୀଙ୍କ ପାଖରେ ସର୍ବାଧିକ 2 ହେକ୍ଟର ପର୍ଯ୍ୟନ୍ତ ଜମି ଥିଲେ ଆବେଦନ ସ୍ୱୀକାର କରାଯିବ। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଆପଣ ସଠିକ ବୟସରେ ଏହି ସ୍କିମ୍ ସହ ଯୋଡ଼ି ହୁଅନ୍ତି, ତେବେ ପ୍ରିମିୟମର ବୋଝ ଆପଣଙ୍କ ପକେଟ ଉପରେ ଆଦୌ ଅନୁଭବ ହେବ ନାହିଁ। ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଏଥିରେ ଆବେଦନ ପ୍ରକ୍ରିୟା କ'ଣ ରହିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପଞ୍ଜୀକରଣ କରିବାର ଅତ୍ୟନ୍ତ ସହଜ ଏବଂ ପେପରଲେସ୍। ଆପଣ ନିଜର ନିକଟସ୍ଥ କମନ ସର୍ଭିସ ସେଣ୍ଟରକୁ ଯାଇ ଜରୁରୀ ଦସ୍ତାବିଜ ଯଥା ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଏବଂ ଜମିର ଖତିଆନା ନକଲ ଦେଖାଇ ପଞ୍ଜୀକରଣ କରିପାରିବେ। ସେଠାରେ ଆପଣଙ୍କର ଠାରୁ ଆପଣଙ୍କର ସେଲ୍ଫ ଡିକ୍ଲାରେସନ୍ ନିଆଯିବ ଏବଂ ଆପଣଙ୍କ ବୟସ ଅନୁସାରେ ଆପଣଙ୍କର ପ୍ରିମିୟମ ସ୍ଥିର କରାଯିବ। ଏହା ବ୍ୟତୀତ ଯଦି ଆପଣ ଚାହାନ୍ତି, ପିଏମ୍ କିଷାନ ପୋର୍ଟାଲ ମାଧ୍ୟମରେ ନିଜେ ମଧ୍ୟ ଅନଲାଇନରେ ଆବେଦନ କରିପାରିବେ। ଥରେ ପ୍ରକ୍ରିୟା ଶେଷ ହେବା ପରେ ଆପଣମାନଙ୍କୁ ଏକ କିଷାନ ପେନ୍ସନ୍ କାର୍ଡ ପ୍ରଦାନ କରାଯିବ, ଯେଉଁଥିରେ ଆପଣଙ୍କର ଏକ ୟୁନିକ୍ ପେନ୍ସନ୍ ନମ୍ବର ଲେଖାଯାଇଥାଏ। ପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସୂଚନା ସହିତ ନିକଟସ୍ଥ ସିଏସି ସେଣ୍ଟରକୁ ଯାଆନ୍ତୁ। ଅନଲାଇନ ପୋର୍ଟାଲ ମାଧ୍ୟମରେ ଆପଣ ଘରେ ବସି ଆପଣଙ୍କର ନିଜର ଡିଟେକ୍ସନ ଭରି ନିଜକୁ ପଞ୍ଜୀକୃତ କରିପାରିବେ। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଥରେ ଏହି ସ୍କିମ୍ ସହ ଯୋଡ଼ି ହେବା ପରେ ଆପଣଙ୍କର ପରବର୍ତ୍ତୀ କିସ୍ତି ଗୁଡ଼ିକ ଆପେ ଆପେ ଖାତାରୁ କଟିଯିବ ଏବଂ ଆପଣମାନଙ୍କୁ ବାରମ୍ବାର ଦୌଡ଼ା ଧପଟା କରିବାକୁ ପଡ଼ିବ ନାହିଁ।